संविधान मंच समावेश में आयोजित समाज सभापति विश्वविद्यालय महोदय उपस्थित वरिष्ठ विधायक नारायण पाई महोदय वरिष्ठ नेता शिवानंद राय महोदय आचार्य समस्त वरिष्ठ तथा जिला समस्त कांग्रेस কর্মকর্তা এবং সমাজ সংগঠনের সমস্ত নেতৃবৃন্দ বিশেষ করে এই কার্যক্রম আহ্বানী আমন্ত্রিত হইবা গণতন্ত্র চতুর্থ স্তম্ভ সমস্ত প্রেসর এবং ইলেকট্রনিক মিডিয়ার বন্ধুমান কার্যক্রমକୁ স্বাগত করছি। আজি সংবিধান মঞ্চ সমাবেশ ପାଇଁ কার্যক্রম আয়োজন করা যাচ্ছে। তার মুখ্য 1947 মସିହା ଅଗଷ୍ଟ 15 ଯେତେବେଳେ ଭାରତ ସ୍ୱାଧୀନ ହେଲା ଆମେ ନିଜେ ନିଜକୁ ଶାସନ କରିବା ପାଇଁ ଗୋଟେ ନିୟମ ପ୍ରଣୀତ କରାଯାଇଥିଲା। ସେଟାକୁ 1950 ମସିହା ଜାନୁଆରୀ 26 ରେ ପାଳିତ କରାଯାଇ ଆମର ସେତେବେଳେ ବରିଷ୍ଠ ଯୋଉ ସମ୍ବିଧାନ ଥିଲେ ଭୀମରାଓ ବାବା ସାହେବ ଆମ୍ବେଦକରଙ୍କ ଠାରୁ ଆରମ୍ଭ କରି ବିଶିଷ୍ଟ ସମ୍ବିଧାନବିଦ ମାନଙ୍କର ନେତୃତ୍ୱରେ ଯୋଉ ସମ୍ବିଧାନ ତିଆରି କରାଯାଇଥିଲା से संविधान को 2 वर्ष 11 मास 17 दिन समय लागिଥିଲା এবং তাକୁ 1950 মସିହା ଜାନୁଆରୀ 26 ରେ ପ୍ରଣୀତ କରାଗଲା। ଆମେ সেই সংবিধান দায়িত্ব ଯିଏ ବି ଯେତେବେଳେ ଦାୟିତ୍ୱ ସରକାର ଆସିବ ସେ ଜନହିତକର କାର୍ଯ୍ୟରେ ସେ ସଂବିଧାନକୁ ତିଆରି କରି ଏକ ବ୍ୟବସ୍ଥା କରି ତାକୁ ସଂବିଧାନ ନିୟମ ଅନୁଯାୟୀ ଭାରତକୁ ଶାସନ କରିବାର ବିଧି ବ୍ୟବସ୍ଥା ରହିଛି। दुबार कथा ये भाजपा सरकार 2014 मसिया ठाରୁ ଯେତେବେଳେ କେନ୍ଦ୍ରରେ ଏ ନରେନ୍ଦ୍ର ମୋଦି ସରକାର ଆସିଛନ୍ତି ସେବେ ଠାରୁ ଏ ଦେଶ ଭିତରେ ଯୋଉ ବିଶୃଙ୍ଖଳାର ବାତାବରଣ ସୃଷ୍ଟି ହେଇଛି ଏବଂ ଏ ସମ୍ବିଧାନକୁ ଅସ୍ତବ୍ୟସ୍ତ କରାଯାଇଛି ଯାହାକି ଆମ ଯୁବ ନେତୃତ୍ୱ ରାହୁଲ ଗାନ୍ଧୀ ସବୁ ସମୟରେ ଜନମାନସକୁ ଏ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସେ ପ୍ରତିପାଦିତ କରିଛନ୍ତି କିନ୍ତୁ କେନ୍ଦ୍ର ସରକାର ଏଥିପ୍ରତି କୌଣସି ଗୁରୁତ୍ୱ କରୁନାହାନ୍ତି। तार निष्पत्ति जेतबेले ଆମେ ଜାତି ଭିତ୍ତିକ ଜନଗଣନା କରିବା ପାଇଁ ରାହୁଲ ଗାନ୍ଧୀ ପାର୍ଲାମେଣ୍ଟ ରେ ଦାବି ଉପସ୍ଥାପନ କଲେ ସେ କଥାକୁ ସେମାନେ ହାସ୍ୟାସ୍ପଦ କରି ରୋକିବା କରିନଥିଲେ କିନ୍ତୁ ଆଜି ସେମାନେ ସେ ହାସ୍ୟାସ୍ପଦ ନିଜେ ସ୍ୱୀକାର ହେଇଛନ୍ତି ଏବଂ সেই জাতি ভিত্তিক জনগণনা କରିବା ପାଇଁ ଯାହାର ସଂଖ୍ୟା ଯେତେ ତାର ଅଧିକାର ସେତେ ସାବ୍ୟସ୍ତ କରିବା ପାଇଁ ଆଜି ସରକାର ବୋଧେ ଆଜି ବିଜ୍ଞପ୍ତି ଜାରି କରୁଛନ୍ତି ବୋଲି ମୋର ମନେ ହୁଏ। ତେଣୁ সেই আধারে जो गणतंत्र को ताकर व्यक्तिगत स्वार्थ तथा दलीय स्वार्थरे विनियोग करिबा पाई बड़ बड़ पुंजीपति मानक सपक्षरे ताको योगदान करिबा पाई संविधान को जो बलिया विपर्यस्त करिबा को जाउछंती तार प्रतिवाद रे आज संविधान मंच समावेश कांग्रेस तरफरु अखिल भारतीय कांग्रेस कमिटीर निर्देश रे एवं प्रदेश कांग्रेस कमिटीर आह्वान रे आज ये कार्यक्रम विषय होउची गारू आपण प्रत्येक घर ठारू आरंभ करी पंचायत स्तर एवं विभिन्न जिला स्तर तथा राज्य स्तर रे कार्यक्रम को पालन करिबा पाई निर्देश रहिछि। किछि जगह रे कार्यक्रम अनुष्ठित हिसाबले मध्य आ किछि जगह रे कार्यक्रम चालू रहिछि। सेही अनुसार आज भुवनेश्वर रे मध्य ए प्रेस वार्ता माध्यम रे आमे आज आपन को अवगत करूछु जनसाधारण को अवगत करूछु जे संविधान को जो माने अस्थिर अवस्था पालिचंती वर्तमान जो केंद्र सरकार मनमुखी शासन କରୁଛନ୍ତି ଲୋକମାନଙ୍କୁ ସେବା ଦେବା ବାହାରେ ଲୋକମାନଙ୍କୁ ହଇରାଣ କରୁଛନ୍ତି ନାରୀମାନେ ଆଜି ଅସହାୟ ଅବସ୍ଥାରେ ଅଛନ୍ତି ମୌଳିକ ଅଧିକାର ଶିକ୍ଷା ସ୍ୱାସ୍ଥ୍ୟ ଅସଜଡ଼ା ହେଇ ପଡ଼ିଛି ଡାକ୍ତରଖାନାରେ ଡାକ୍ତର କିଏ ନାହିଁ ଚିକିତ୍ସାଳୟକୁ ଯାଆନ୍ତୁ ଦେଖିବେ ସବୁ ପ୍ରକାର ବିପର୍ଯ୍ୟସ୍ତ ବ୍ୟବସ୍ଥାକୁ ସେ ଚିକିତ୍ସାଳୟକୁ ଦେଇଛନ୍ତି ବିଦ୍ୟାଳୟରେ ଶିକ୍ଷକଙ୍କର ଘୋର ଅଭାବ ଅଛି ଏବଂ ରାସ୍ତାଘାଟର ଅବସ୍ଥା କହିବାକୁ ଯୋଉ ପୁରୁଣା ବହିଗୁଡ଼ିକ ଅତୀତର ସରକାର ଛାଡ଼ି ଦେଇଯାଇଥିଲେ ସେଥିରେ କେବଳ ରଙ୍ଗ ମାରିବାରେ ବ୍ୟସ୍ତ ଅଛନ୍ତି ସରକାର ଏବଂ ବଡ଼ ବଡ଼ କଥା କହୁଛନ୍ତି। ଆପଣ ଦେଖନ୍ତୁ ରାଜଧାନୀରେ କିନ୍ତୁ ଓଡ଼ିଶା ରାଜ୍ୟର ବିଭିନ୍ନ ଜିଲ୍ଲା
ଆମେ ବାର୍ତ୍ତା ଦଉଛୁ ଆଗାମୀ ଦିନରେ ଭୁବନେଶ୍ୱରରେ ମଧ୍ୟ ଏ ସମ୍ବିଧାନ ପ୍ରଚାର ସମାବେଶ ହବ ଏବଂ ସମସ୍ତେ ବହୁ ସଂଖ୍ୟାରେ ଯୋଗଦାନ କରିବେ। ଆପଣମାନେ ମଧ୍ୟ ଏ ରାଜ୍ୟ ସରକାରଙ୍କର ଯୋଉ ସଫଳ ବାର୍ତ୍ତା ବାଣ୍ଟିବା ପାଇଁ ସେ ଯୋଉ ଆହ୍ୱାନ କରିଛନ୍ତି ଏବଂ 20 ତାରିଖ ମାନନୀୟ ପ୍ରଧାନମନ୍ତ୍ରୀ ଆସିବେ ଆମେ ତାକୁ ଘୋର ନିନ୍ଦା କରୁଛୁ। କାରଣ ଯୋଉ ସରକାର ମୁଖେ ମାଟି ପକେଇ ପାରିନି ଖଣ୍ଡେ ଇଟା ଯୋଡ଼ି ପାରିନି କେବଳ କର୍ମୀ ସନ୍ତୁଷ୍ଟିକରଣ ଏବଂ ଠିକାଦାରମାନଙ୍କୁ ସନ୍ତୁଷ୍ଟିକରଣ କରିବା ପାଇଁ ରଙ୍ଗ ଦେଇ ଚାଲିଛି ଏବଂ ସେଥିରେ ସେ ପାଣ୍ଠି ସଂଗ୍ରହ କରି ଚାଲିଛି। ସେ ସରକାର ବର୍ତ୍ତମାନ ଯୋଉ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସେ କାର୍ଯ୍ୟକ୍ରମ ହାସ୍ୟାସ୍ପଦ କଥା। ତେଣୁ ଆମେ ତାର ଦୃଢ ପ୍ରତିବାଦ କରୁଛୁ ଏବଂ ସରକାର ଯୋଉ 1 ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି ଆଜି ମଧ୍ୟ ତାର ନଗ୍ନ ଛବି ଆପଣ ଦେଖନ୍ତୁ ଲୋକମାନେ ଆମ୍ବ ଟାକୁଆ ଖାଇ ସେଇଭଳି ଆଦିବାସୀ ମାନେ ନିରବ ଜୀବନ ଯାପନ କରୁଛନ୍ତି ତାଙ୍କ କଥା ବୁଝିବାକୁ କେହି ନାହିଁ। ରେସନ କାର୍ଡର ଅବସ୍ଥା ବିପର୍ଯ୍ୟସ୍ତ ଲୋକଟେ ଘର କିଏ ପାଇ ପାରୁନି ଏବଂ ଆପଣମାନେ ଯୋଉଠିକି ବି ଯାଆନ୍ତୁ ଦେଖିବେ ସରକାରୀ ଅଫିସର ମାନେ କେହି କାହା କଥା ଶୁଣିବାକୁ ବି ଇଚ୍ଛା ପ୍ରକାଶ କରୁନାହାନ୍ତି। ସର୍ବୋପରି ଆଜି ମୋର ମନ୍ତ୍ରୀ ମାନେ ଜାଣିପାରୁନାହାନ୍ତି କୋଉଠି କଣ ବିବୃତ୍ତି ଦେଲେ କଣ ହେଇପାରିବ କିଏ କଣ କହୁଛି କିଏ କଣ କହୁଛି ସେ କଥାରେ କିଛି ତାଳମେଳ ମଧ୍ୟ ରହୁନାହିଁ। ତେଣୁ ଆମେ ଆଜି ଯୋଉ ବାର୍ତ୍ତା ଦଉଛୁ ଆଗାମୀ ଦିନରେ ଆମ ରାଜ୍ୟରେ ସମସ୍ତେ ଏ ସମ୍ବିଧାନକୁ ଯୋଉ ସମ୍ମାନ ଦେବା କଥା ସମ୍ବିଧାନକୁ ସୁରକ୍ଷା ଦେଲେ ଆମେ ସମସ୍ତେ ବଞ୍ଚିବୁ ଏବଂ ଆମେ ସମସ୍ତେ ସରକାରକୁ ବାର୍ତ୍ତା ମଧ୍ୟ ଜଣାଉଛୁ ଯେ ଯଦି ସେ ଆଗାମୀ ଦିନରେ ସଚେତନ ନହନ୍ତି ଆମେ ଆନ୍ଦୋଳନ ଜାରି ରଖିବୁ ଯେ ପର୍ଯ୍ୟନ୍ତ ଆମେ ସମ୍ବିଧାନକୁ ସୁରକ୍ଷା ନ ଦେଇପାରିବୁ। ଧନ୍ୟବାଦ, ନମସ୍କାର।